ମୋହନ ଆଉ ମୁରଲୀ ଦୁଇ ଜଣ ସାଙ୍ଗ ଥିଲେ। ସେମାନେ ଏକ ଜୋତା କମ୍ପାନୀରେ କାମ କରୁଥିଲେ। ଦିନେ ତାଙ୍କ ଜୋତା କମ୍ପାନୀ ମାଲିକ ଏକ ଗାଁକୁ ପଠାଇଲା, ଯେଉଁ ଗାଁରେ କି କେହି ଲୋକ ଜୋତା ପିନ୍ଧୁନଥିଲେ। ମୋହନ ଭାବିଲା, ଆରେ ଏ ଗାଁରେ ତ କେହି ଜୋତା ପିନ୍ଧୁନାହାନ୍ତି, ତାହେଲେ ମୋ ଠାରୁ ଜୋତା କିଏ ନେବ? ଏହା ଭାବି ମୋହନ ସହରକୁ ଜୋତା ବିକିବାକୁ ଚାଲିଗଲା ଓ ମୁରଲୀକୁ ସେହି ଗାଁକୁ ପଠାଇଲେ। ମୁରଲୀ ଗାଁ ଭିତରକୁ ଗଲା, ଦେଖିଲା କେହି ଲୋକ ଜୋତା ପିନ୍ଧି ନାହାନ୍ତି ଓ ପଚାରି ବୁଝିଲା, ଜୋତା ବିଷୟରେ କେହି ମଧ୍ୟ ଜାଣି ହିଁ ନାହାନ୍ତି। ଆଉ ଖରାରେ ତାଙ୍କର ପାଦ କଷ୍ଟ ହେଉଛି ଚାଲିଲା ବେଳକୁ। ଆଉ ଜୋତା କଥା କହିଲା ବେଳକୁ ସମସ୍ତେ କାବା ହେଇ ଅନାଇଲେ। କ'ଣ ଗୋଟେ ନୂଆ ଜିନିଷ ତାଙ୍କ ଗାଁକୁ ଆସିଛି ବୋଲି ଗ୍ରାମବାସୀମାନେ ଆଗ୍ରହର ସହିତ ଏକାଠି ହୋଇ କିଣିବାକୁ ଲାଗିଲେ। ସେଦିନ ମୁରଲୀର ମୋହନଠାରୁ 2 ଗୁଣ ରୋଜଗାର ହେଲା। ଦେଖିଲ ସାଙ୍ଗମାନେ, ସକାରାତ୍ମକ ଚିନ୍ତାଧାରାର ଫଳ ବହୁତ ଭଲ ହୋଇଥାଏ।